को कांदुछु मु कने हेबिनी अरे कोन सिया हबनी कि कहूची नारायण लज्जा ओ आमे को के हबनी अरे कोन हबनी कहून मते सही कथा लज्जा वो सागो साथी रो पिल्ला माने हां काखरे काखई कांदरे कांदेई पेटरे पेटई कांडरे सी हाथ धरी चली जाउतिला बेले मो मानटा कोन होची आषाढ़ मासर पेलई आंब भଳି अली नुत पुतु नुत पुतु नुत पुतु नुत पुतु नुत पुतु नुत पुतु भगवान प्रभु तो भंडार कोटि भंडार है थाओ बाहरी ले पद्ममणि से डाक औषध गंठी लागेनी से आसरे पिले औषध नेब औषध नाल झाड़ा रक्त झाड़ा दांत पचा जेते प्रकार औषध अच्छी नब वैदे आज्ञा तमर की औषध आमर आज्ञा छेचा कुटा बटा माने स्वदेशी अच्छा अच्छा है वैदे आज्ञा तमर तो मोरिया बयस प्राय हेलानी आज्ञा आज्ञा तमे तो सब काम पाई पार न थिबो मर्त्य मंडले देह बही हां देवता हेले भी मरई हां किए आजी मरियो किए काली मरियो नहीं नहीं मरिबाटा निश्चित मो पचारिया कारण को कि तमरा घरे सब की अछंती तुमको सहायता करिया पे मो घरे हां आ मो घरे डबल नाती हां डबल जिनिस सब डबल आ डबल जिनिस को जानी न याकर पुणी मरिया बयस हलाई ये जानी ना डबल जिनिस कौन ना जानी ना नहीं नहीं आ मो माई पट डबल स्त्री कहू माई को कोन कहू कि स्त्री हां हां बुझले कि आज्ञा हां हां मु औषध बिक्री करबा आसीबा बेले हां नाती गोटिए आसी थला हां से आर नाती के भिड़ी की धरि के आसी हां ए नरसिंहपुर फील्ड भितरे अच्छा कला अजा हे हां मु मंजी खाइबी काजू मंजी कला गछर मंजी हां से गछरे मंजी हो जेली कला गछ मंजी खाइबी अच्छा अच्छा ए चढ़ी दियौ अच्छा आए भाई दे टिके देखो हाथी बुलुथले कुदी देथे को कहूच हां ए काजू फील्ड रे हाथी हां हरे अनिति ए अनिति अरे जल्दी आस रे हाथी हिंदी काजू बारी की अरे अनिति
ଆରେ ତମର ଏତେ ଲେଟ୍ ହେଲା କଣ ପାଇଁ ଆଲୋ ଅଜା ଏଠି ତତେ କଲି ସର୍ବାରିଷ୍ଟ ଶାନ୍ତି ହଉ ତୁ ଥା ତ ବଡ ଭାଇ ମରୁ 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 ଅଜା ଲୋଡିକି ସର୍ବାରିଷ୍ଟ ଶାନ୍ତି ହଉ ହରେ ଅନୀତି ହଁ ଅଜା ଏ ଆରେ ତମେ କో ସେପାଟକୁ ପାସ କଲ ଆଲୋ ଅଜା ଆମେ ପୁରା ହାବୁଡା ଭିତରେ ଗଳି ଗଲୁ ହାବୁଡା ଭିତରେ ଗଳି ଗଲ ହଁ ଅଜା ଏ ଶୋଳେ ଆଚ୍ଛା ଅନୀତି ହଁ ଅଜା ତମର ଏତେ ଆସିବାର ଲେଟ୍ ହେଲା କଣ ପାଇଁ କିରେ ଆଲୋ ଅଜା ଓ ଆଇକି ପୁରା ଇଣ୍ଟରଭ୍ୟୁ ଦଉଥିଲି ରାଜୁ ବିଲ୍ଡିଂ ଭିତରେ ଆଇକି ଇଣ୍ଟରଭ୍ୟୁ ଦଉଥଲ ହଁ ଆରେ କୋଉ ଇଣ୍ଟରଭ୍ୟୁ ଆଲୋ ଇଣ୍ଟରଭ୍ୟୁ ଜାଣିନୁ କି ପ୍ରକାର ଇଣ୍ଟରଭ୍ୟୁ ଆଲୋ ସେଟା ଗୋଟେ ଓଡିଆ ଗୀତ ଫଙ୍କସନ ହବ ନାଚିବ କଣ କହୁଛ ହଁ ଲୋ ଅଜା ସତ ନା କଣ ହଁ ଆଇ ଆସିଛି ହଁ ଦେଖି ଡାକିଲ ଏ ଆଇଲୋ ଆଉ ଥରେ ଟ୍ୟୁସନ କରି ଆସେ ହରେ ଅନୀତି ଆରେ ଏଇ ଗୀତରେ ଏତେ ସମୟ ତମେ ଇଣ୍ଟରଭ୍ୟୁ ନଉଥଲ ହଁ ଅଜା ଆଲୋ ସେଇ ଗୀତ କଣ ହେଲାଇ ଆଉ ହବ ରହୁନି ମୁଁ ଗାଉଛି ଆରେ ରାହୁନ ମୁଁ ଟିକେ କରିବି ଆଇଲା ଆଡିକି ମୁଁ ତ ଏଇଠୁ ଟେକି ଦେଲେ ହେଲା ଆଉ ଆଇ ଅଧାର ଭିତରେ ବସି ଗଲି କଣ କହୁଛୁ ଏ ତମେ କଣ ଖରାପ ଭାବୁଛ କି ନାଇଁ ମ ନାତିଆ ତ ପଶିଲା ଆଉ କିଏ ପଶିଛି ନାଇଁ ନାତି ତ ଆଉ ଦରକାର ନାଇଁ ଆଉ ତମେ ଆଇଲଣି ରହୁ ଏ ନାତି ବାଡି ପଡା ମତେ ଦି ଜାଗା ବସେ ଉଠେଇ ଗଲେ ଦଉନାହାନ୍ତି ଏ ବାଡି ପଡା ନାତି ଯୋଉ ଦିଟା ଯୋଉ ହଇରାଣ କରନ୍ତି କହନି କିଏ କରିବା କହିଲ ଆଲୋ ଅଜା ଓ ଆଲୋ ଆମ କାଜୁ ବିଲ୍ଡିଂ ଭିତରେ ଟ୍ୟୁସନ ଅଧା ଦେଲା ଆଉ ଅଧା କରିବୁ କଣ କହୁଛୁ ହଁ ଲୋ ଯାଉ ଆରେ ଯାହା କରିବା କଥା ଏବେ କର ମୁଁ ପାର୍ବତୀ ବନକୁ ଯିବି ତାପରେ ତମେ ଯାହା କରିବା କଥା କରିବ ମୁଁ ଗାଉଛି ଶୁଣେ ଓହୋ ଅବା ଡବା ଅଣ୍ଟା ତଳେ ଗୁଡାକୁ ଡବା ଝାଡା ଯିବା ଟିକେ ଟିକେ ଘଷି ଦବା ରାମ କହିନି କାହାକୁ ମୁଁ ପ୍ରେମ କରିନି ଆଇରା ଗୁଟି ଆଇରା ହେଇଟି କଣ ମା ତମେ ଯଦି ନାତିକି ଇତିହାସ ଶିଖେଇବ ନା ହଁ ମୋ ଔଷଧ ବେପାର ବି ବୁଡିଯିବ ବୁଝିଲ କି ହଁ ତମେ ଏଥର ଯାଅ ଯାଉଛି ହେଲା ହଁ। ମୁଁ ଟିକେ ଔଷଧ ବେପାର କରିକି ଯିବି ହଁ ୟାଙ୍କ ପାଇଁ ଚିଡ଼ା ହଁ କଦଳୀ କାଠୁଆ ହଁ ସବୁ ସେକିକି ରଖିଥବ ହଉ ଲ ହେଲା ହଁ ଆଉ ଯାଅ ପଛରୁ ଡାକୁଛ ନାତି ହାତରେ ସେ ଦୁଧ ହାଣ୍ଡି ପଠେଇଥିଲଟି ଦେଇଥିଲି ଦେଇଛ ହଁ ଓ ହଉ ତମେ ଏଥର ଯାଅ ଏମେ ତ ଯାହା କରୁଛ କରୁଛ ବାଡି ପଡା ସେଇଦିନ ଠୁ ରାତି ଦିଟା ଆଣିଲେ ଆଉ ପଚାରୁନ ଟିକେ ଆ ନିଜ ନାତି ତ କହିବା କାହାକୁ ହଁ। ଆଉ ତମେ ଏଥର ଯାଅ ଯାଉଛ ନାତି ନିହାତି ତେମେ ଟିକେ ଆଉ ପଚାରୁଛ ମତେ ମୁଁ କିନ୍ତି ପଚାରିବି ହେ ବଇଦେ ଆଜ୍ଞା ଇଏ ବଡ ନାତି ତ ଆଇକି ଟ୍ୟୁସନ କଲା ସାନ ନାତିର କଣ ଅଧା ଥିଲା ବୋଲି କହୁଥିଲା ସାନ ନାତିର ହଁ ହରେ ନାତି ଓଲା ଯା ତୋର ଅଧା ଟିଉସନ ଅଛି ହଁ ଇଂଲିଶ ଗୀତରେ
ହେ କଣ କହୁଛ? ସାନ ନାତି ତମକୁ ଇଂଲିଶରେ କରିଥିଲା ହଁ ଦେଖି ସାନ ନାତି କେମିତି ଇଂଲିଶରେ କରିଥିଲା ଚଢି ଯାଉଛ ସିଆଡେ କଣ ଚଢି ଯାଉଛ ଉପରକୁ ହସିବେ ଟିକେ ଟିକେ ଜାଗା ଗ୍ୟାପ କର ଅରେ ଯାହା ହଉନ୍ତି ନା ଅରେ ଇଂଲିଶରେ ଟେଙ୍ଗା ଟେଙ୍ଗା କରିବ ବୋଲିକା କଣ ପୁରା ଚଢିଯିବ ଛଳାଙ୍କୁ ବାଟେଇବି ଯେ ନା ଟେଙ୍ଗେ ଟେଙ୍ଗେ ଏଇଠି ହଁ ତେବେ ଟିକେ ଦୂରେଇକି ରହିବ ହଁ ତମେ ଏଥର ଯା ଯାଉଛି। ଆଚ୍ଛା ନାତି ହଁ ଯା ଆଇକି ତ ଟ୍ୟୁସନ କଲ କମ୍ପିଟିସନ ଥିଲା ବୋଲି ତମର ଏତେ ଲେଟ୍ ହେଲା କଣ ପାଇଁ ଆଲୋ ଅଜା ଓ ଯେ ଗୋବରା ନୁହଁ ଗୋବରା ହଁ ଆଲେ ତ କଣ କହୁଛୁ କହିଲୁ ଖାଲି ମୁଣ୍ଡ ବାଡେଇ ଦଉଛି ଗାଣ୍ଡିକୁ ଛେଚୁଛି ମୁଣ୍ଡ ବାଡେଇ ଦଉଛି ଗାଣ୍ଡିକୁ ଛେଚୁଛି ହେଇଛି କଣ ଆ ତୁ ଜାଣିପାରୁନୁ କହୁନୁ କଣ ହେଇଛି ମୁଁ କେମିତି ଜାଣି ତୁ ତ ପରୀକ୍ଷା କରିକି ଦେଖିଥବୁ ହଁ ତାର କଣ ହଉଥିଲା ତାର କୁଣ୍ଡିଆଣି ହଉଥିଲା ଔଷଧ ଦେଇପାରିଲୁନି ନା ଆରେ କୁଣ୍ଡିଆଣି କି ଜାଣିଛି ବାଇ ଢଙ୍କ ପିଛୁ ବାତି ବାଇ ଢଙ୍କ ପିଛୁ ତା ଦେହ ବଳି ତବୁ ଆଣି ସେ ବଳି ବୁଝିଲୁ ଅନୀତି ହଁ ଯା ଗୋଟିଏ ପାନ ଲଗେଇବ ତା ରୋଗର ଗୋଜ ମରିଯିବ ଆଚ୍ଛା ନାରଣ ଓଲା ଯା ତୋର କଣ ହେଲା କାରଣ ଆଲୋ ଯା ଏ ଯୋ ଧୀରଣ ସାରେ ହଁ ତାଙ୍କର ନୂଆ ପିଲାଙ୍କୁ ଖାଲି ଟ୍ୟୁସନ କରିକି ତାଙ୍କ ଆଖି ଧରିଛି ଆରେ ଆଖି ଧରାକୁ ଜାଣିଛ ଧାନୁଆ ଲଙ୍କା ମରିଛ ଧାନୁଆ ଲଙ୍କା ମରିଛ ଚୁପୁଡ଼ି ଦବ ପାଣି ସେ ମଧ୍ୟ ମରି ବୁଝିଲି ଅନୀତି ହଁ ଯା ଏ ଗୋଟିଏ ଟପା ପକେଇବୁ ଆଉ ରୋଗର ପୁରା ଘର ବନ୍ଦ ହେଇଯିବ ଆଉ ହଁ ଆଚ୍ଛା ଅନୀତି ହଁ ଯା ଆଉ କଣ ପାଇଁ ଲେଟ୍ ହେଲା ଆଲୋ ଯା ଓ ନରି ମ୍ୟାନେଜର ହଁ ଆଉ ମୋ ପିଇସା କଣ ହେଇଛି ଆଲୋ ମ୍ୟାନେଜର ବୋଲିକା ଭଗତା ପଣା କରିଥିଲେ ସବୁ ଢାଙ୍କି ଦେଇଛନ୍ତି ଆଉ କିଛି ନାହିଁ କିଛି ନାହିଁ ନା ଆଉ ତାଙ୍କର ହେଇଛି କଣ ଆଲୋ ଅଜା ତାଙ୍କର ସନ୍ନିପାତ ହେଇଛି ଶନିପାତକୁ ବୋଲୁଛ ଗୁଆ ଦହି ବାସି ଭାତ ଗୁଆ ଦହି ବାସି ଭାତ ତା ସଙ୍ଗେ ଦେବ କାଞ୍ଜି ପାଣି ସେ ବଦ୍ୟ ସିଲୁ ଅନୀତି ହଁ ଗୋଟିଏ ପ୍ରକାରର ପାନ ଦବ ଆଉ ରୋଗ ଘର ପୁରା ଠିପି ବନ୍ଦ ଆଚ୍ଛା ନାରଣ ତୋର ଆସିବାର କାରଣ ଆଲୋ ଅଜା ଏ ଯୋ ରେଙ୍କୁ ବେଲା ସାରେ ରେଙ୍କ ବେଲା ହଁ ଆରେ କଣ ହେଇଛି ତାଙ୍କର ନୂଆ ଭଗତାଙ୍କ ପଣା ପିଇକି ଶିଳସ ବାହାରି ପଡିଛି ଆରେ ଶିଳସ ହେଲେ କେବଳ ଖାଲି ପାଚିଲା କଦିଳ ଖାଲି ପାଚିଲା କଦିଳ ଦୁଠେଣା ଖୁଆଇବୁ ଆଣି ସେ ବଦ୍ୟମଣି ବୁଝିଲୁ ନାରଣ ଗୋଟିଏ ପାନ ଦେବୁ ସକାଳେ ଗୋଟିଏ ପାନ ସନ୍ଧ୍ୟା ବେଳେ ହଁ ଆଉ ରୋଗର ଠିପି ବନ୍ଦ ହେଇଯିବ ଆଚ୍ଛା କହିଲୁ ଅନୀତି ତୋର କଣ ପାଇଁ ଲେଟ୍ ହେଲା ଆଲୋ ଅଜା ଓ ଅବିନାଶ ଆଇ ନାହିଁ ହଁ ଜାଣିଛୁ କଣ ହେଇଛି ଆରେ କଣ ହେଇଛି ସବୁବେଳେ ଖରା ଦରରେ ବୁଲିଲା ହଁ ହଁ ବୁଲାବୁଲି କଲା ଓହୋ ଏବେ ଶଳା ଏମିତି ହଗୁଛି ତା ଗାଈ ଗୋରୁଟି ବି ବଳକା ଖାଲି ଛିଟି କହୁଛୁ ହଁ ଆରେ ଝାଡା ପରୀକ୍ଷା କରିଥିଲୁ ହଁ
କୋଉ ପ୍ରକାରର ରକମ ପଡୁଛି କହିଲୁ? ସାରୁ ମଞ୍ଜି, ବାଇଗଣ ମଞ୍ଜି, କଖାରୁ ଚୋପା, କଖାରୁ ମଞ୍ଜି, ଭେଣ୍ଡି ଚୋପା, ଭେଣ୍ଡି ମଞ୍ଜି, ଆଳୁ ଚୋପା। ଏ ତାହେଲେ ସିଭିୟର କେସ୍ ହେଇଯାଇଛି ଆଉ। ହଁ ଆରେ ଔଷଧ ନେବଟି ହଁ ବାକି ନାହିଁ। ବାକି ନାହିଁ। ଆରେ ଯାହାର ହେବ ନାଳ ଝାଡା ତାକୁ ଦେବୁ ଲଙ୍କା ପୋଡା, ତାକୁ ଦେବୁ ଲଙ୍କା ପୋଡା। ତା ସଙ୍ଗେ ଦେବୁ ଖାର ପାଣି ସେ ବଦ୍ୟମଣି। ଆଚ୍ଛା ନାରଣ, ତୋର ଆସିବାର ପୁଣି କାରଣ? କଣ ହେଲା? ନାଡି ଚାଲୁନି। ନାଡି ଚାଲୁନି? ଦେଖି ନାଡିଟା ଟିକେ ଚିପିସ୍ତେ ନାଡୁ, ଚିପେସ୍ତେ ନାଡୁ, ନାଡି ନାଡି। ଏ ତୁ ସମ୍ଭାଳି ପାରିବୁ ତ? ଆରେ ଯାହାର ଦେଖିବୁ ନାଡି ତା ଘରେ ପଶିବ ବାଡି, ତା ଘରେ ପଶିବ ବାଡି। ରାଣ୍ଡ ହୋଇବ ତା ଘରଣୀ ସେ। ଆଚ୍ଛା ନାରାୟଣ, ହଁ ତମର ପୁଣି ଲେଟ୍ ହବାର କାରଣ? ଆଲୋ ଅଜା, ସେ ଲେଟ୍ ବେଟ୍ କଥା ଛାଡେ। କଣ ହେଇଛୁ ତୋର ତାହେଲେ କୁହ? ଆଲୋ ଅଜା, ମୁଁ ତ ତୁ ବୁଝିବୁ ନା ନାଇଁ ମତେ ଏତିକି କହିଦେଲୁ। ଆରେ ନାତି କଥା ଯଦି ବୁଝାନି ଆଉ କାହା କଥା ବୁଝିଆ କହିଲୁ? ତୁ ତ ବୁଝୁନୁ। ତାହେଲେ ତୋର ହେଇଛି କଣ କହିଲୁ? ଇଏ କଣ କାନ୍ଦିଲାଇ? ଆଲୋ ଅଜା, ତୁ କଣ କାନ୍ଦୁଛୁ? ମୁଁ କଣ ହେବିନି? ଆରେ କଣ ସିଏ ହବନି କିରେ କହୁଛି ନାରଣ? ଆଲୋ ଅଜା, ଓ ଆମେ କଣ କେହି ହବୁନି? ଆରେ କଣ ହବନି କହୁନ ମତେ ସେଇ କଥା। ଆଲୋ ଅଜା, ମୋ ସାଙ୍ଗସାଥିର ପିଲାମାନେ ହଁ କାଖରେ କାଖେଇ, କାନ୍ଧରେ କାନ୍ଧେଇ, ପେଟରେ ପେଟେଇ, କାଣ୍ଡରେ ସ୍ତ୍ରୀଙ୍କ ହାତ ଧରି ଚାଲି ଯାଉଥିଲା ବେଳେ ମୋ ମନଟା କଣ ହଉଛି? ଆଷାଢ ମାସର ପେଲେଇ ଆମ୍ବ ଭଳି ଖାଲି ନୁଟୁ ପୁଟୁ ନୁଟୁ ପୁଟୁ ନୁଟୁ ପୁଟୁ ନୁଟୁ ପୁଟୁ ନୁଟୁ ପୁଟୁ ନୁଟୁ ପୁଟୁ। ଓରେ ନାରଣ, ହଁ ଅଜା। ଏ ଅନୀତି ହଁ ତମର ନୁତୁପୁତୁ ହେଲାଇ। ହଁ ଅଜା। ଆଚ୍ଛା ନାରଣ, ହଁ ତମର ଯୋଉ ନୁତୁପୁତୁ ହଉଛି ହଁ। ସେଇଟା ତଳ ଉପର ନା ଉପର ତଳ? ତଳ ଉପର। ଲାଗେ ଯେ ତ ଉପରକୁ ତଳ ହଉଛି ଆଉ। ଏ ଶଳେ, ଲାଗେ ଯେ ଆରେ ଏଇଟା ଦେଖେଇବାକୁ ପଡିବ। ଆରେ କଣ ଦେଖେଇବୁ? ଆରେ ଜାତକ ଦେଖେଇବାକୁ ପଡିବ। ଜାତକ? ହଁ ଜାତକ କାଇଁ କୋଉଠି? ତୋର ଜାତକ ନାହିଁ? ଅଛି। ଦେଖା। ଶଳା ତଳ ଆଡୁ ଟେକୁଛି। ଆଉ ତୋ ଜାତକଟା ଟିକେ ଦେଖେଇଲୁ। ଦେଖା ଜାତକ ଦେଖ। ହେଇଟି ଆଉ। ଆରେ ଯାହାର ଦେଖିବୁ ଜାତକ ତା ଘରେ ମାଛ ପାତକ, ତା ଘରେ ମାଛ ପାତକ। ରାଣ୍ଡ ହୋଇବ ତା ଘରଣୀ ସେ ବଦ୍ୟମଣି। ଏପରି ଔଷଧ ଆମ୍ଭର, ଆମ୍ଭେ ବଣ କାରିଗର, ଆମ୍ଭେ ବଣ କାରିଗର। ଚନ୍ଦ୍ରଶେଖର ଗୀତେ ଭଣି ସେ ବଦ୍ୟମଣି। ବୁଝିଲ ଅନୀତି? ହଁ ଅଜା। ଔଷଧ ବେପାର ସେତିକି ଥାଉ, ହଁ ମୁଁ ଟିକେ ପାର୍ବତୀ ବନ ଆଡେ ଯିବି। ହଁ ଆଚ୍ଛା ନାରଣ, ହଁ ଆଚ୍ଛା ଅନୀତି, ହଁ। ଆଇ ଆସିଲା ବେଳେ ପରେ କଣ ଦେଇଥିଲା? ଘୋଡ଼ା କ୍ଷୀର। ଘୋଡ଼ା କ୍ଷୀର? ହଁ ଅଜା। ଆରେ ଘୋଡ଼ା ତ ଆମ ଘରେ ନାହାନ୍ତି। ହଁ ଘୋଡ଼ା ଆସିଲା କେଉଠୁ? ଆଲୋ ଅଜା, ବେଲେଇ 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 ଜାଣିଛୁ? ବେଲେଇ ଜାଣିଛି। ଆଉ
ସେଇଥିରେ ଯୋଉ ପଖାଳ ଖିଆ ହଉଛି ହଁ 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 ସେଇଥିରେ କ୍ଷୀର ରଖିଦବା ଘୋଡେଇ ଦବା ଏଇ ହେଇଗଲା ଘୋଡା କ୍ଷୀର ଓହୋ ତାହେଲେ ସେଇଟାକୁ କହନ୍ତି ଘୋଡା କ୍ଷୀର ମାଲଟାଣ ପକେଇ ଦେଇକି ଯିବା ଆଉ ये कौन से भलिया तो लागुनी किछि आउ केहिते लागुची ये कौन खारिया खारिया लुनिया लुनिया सत कह एथरे कम मिसैछो आलो जा हम दी भाई देखा हम बोतल जाइतिलु हो झाड़ा बइला स्वस्थ गला सेतकासी पे सुस्त लागिला हो जेतिकी पुरैली सेतिकी बाहर गले हरे सही कथा को सत हां तमे जेतिकी पुरैछ सेतिकी बाहर करछ हां सत कहूछ अरे एक कथा तमे कलो किंती कल्लू कींती मैं ट्रेन के सिखिलु ये ट्रेनिंग की काहा ठुने आइटू एले आईती कहबन ना एथर चलो जाउ जा सुनो सुनो औषध देबा मने पकई की देब उल्टा सीधा हब अबागिया है जीव हेले बाकी नाय आलो जा नारायण को नारायण बाकी रहला होइराण हाँ नारायण बाकी रहला होइराण जा बाकी नहीं औषध देबा हाँ हाँ मु आसी पार्वती बन मझिरे हेला मत किए से कुआड़े डकाई पठे अरे पिले अरे किए मत डकाई पठे मौसा मु डकाई पठेइथिली मौसा हेलो माँ तू मते डकाई पठे हाँ मौसा मु डकाई पठेइथिली आलो माँ तुमर केउ देश केउ घर केउ जाति टिके माँ मते कहलु मौसा हमरा कर्नाटक देश रे घर हाँ जाति रे हमरा चढ़ैया राउल कहई बाणी सुन चढ़ाया रावणी मुहि पुरुणा बईत जानई बदल बुझिल मा मु जने बहुत पूर्णबद्य केते गुडे पद जानि छिलो मा मौसा आपण केउ केउ देश बुलिछन्ती बुलिछि अनेक देश ता नाम कइबी किस राइज जेते बुलिछि मने रखिछिलो मौसा मु जेते जेते राज्य बुलिछि सब मु मने रखिछिलो मा केउ देश रे केते केते वर्ष रहिछन्ती मौसा बुझिलु मा भुवनेश्वर रे 41 वर्ष खंडगिरी रे 30 वर्ष तोटापड़ा रे 31 वर्ष खोर्धा रे 81 वर्ष जोंकिया रे 28 वर्ष नालसिंह रे 31 वर्ष रंभावेली रे 71 वर्ष सिकोर रे 28 वर्ष नरसिंहपुर रे 31 वर्ष अपड़ा रे 21 वर्ष गोपालपुर रे 108 वर्ष उआइल रे 31 वर्ष राउतरपुर रे 108 वर्ष बरमुल रे 3 वर्ष रहि आसिलो मा तेबे आपणको बयस केते हेबे मौसा मते बयस यही 66 वर्ष 66 मासे 66 घंटा 66 सेकेंड रे अधालो मौसा रोगी आपणको पाखको आसंती कि आपण रोगी को पाखको जानते
ଶହ ଶହ ମରୁ ମରାଲ କାନ୍ତି ଦାଣ୍ଡ ଦୁଆର କହିଲେ ରୋଗର କଥା ହୋଇବ ବେତାଲ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେତିକି ରୋଗୀ ମୋ ପାଖକୁ ଆସନ୍ତି ଆଉ ଯେତିକି ରୋଗୀ ଯାଆନ୍ତି ତାଙ୍କ କଥା କହିବି ଯଦି ଗୋଟାଏ ପୋଥି ହବ ଲୋ ମା। ମଉସା ଆପଣ ତ ଜଣେ ପୁରୁଣା ବୈଦ୍ୟ। ହଁ ମୋ ସ୍ୱାମୀଙ୍କର କ'ଣ ହୋଇଛି ଟିକେ ଦେଖେଇ କୁହନ୍ତୁ ମଉସା। ଆଲୋ ମା ତୋ ସ୍ୱାମୀର କ'ଣ ହେଇଛି? ଚାଲନ୍ତୁ ମଉସା ଟିକେ ଦେଖେଇ କହିବେ। ଚାଲ ଦେଖିବା ଚାଲ। ଆଲୋ ମା ଏଇ ତ ସ୍ୱାମୀ। ଆଲୋ ମା ଏ କେତେ ଦିନ ହେଲା ଏଠି ପଡ଼ିଲାଣି? ଏ ତ ପୁରା ଫିମ୍ପି ଭଳିଆ ଲେଖାଗଲାଣି। ବୁଝିଲୁ ମା ୟାର ଦେହ ପୁରା ନୀଳ ପଡିଗଲାଣି। ୟାର ଦାନ୍ତ ପାଟି ପଡିଗଲାଣି। ବାଳ ସବୁ ଫୁରଫୁର ହେଇଗଲାଣି। ୟାର ଲକ୍ଷଣରୁ ଜଣା ପଡୁଛି ଏପରି କୁହନ୍ତୁ ନାହିଁ ମଉସା। ବୁଝିଲୁ ମା ମଉସା ମୋ ଦ୍ୱାରା ନୁହଁ କି ମୋ ଔଷଧ ଦ୍ୱାରା ନୁହେଁ ମା। ସର୍ପ କାଟିବା ଦେଖିଛି ଅନେକ ଭଲ କରିଛି। ଏଡ଼େ ଅଲକ୍ଷଣ ପାପି ନାଇଁ ମୁଁ ଦେଖିଲ। ମୋ ଦ୍ୱାରା ନୁହଁ କି ମୋ ଔଷଧ ଦ୍ୱାରା ନୁହଁ। ଯଦି ଦନ୍ତ ପିମ୍ପୁଡ଼ି ଅସର୍ପ ଛାର ପୋକ କାମୁଡ଼ିଥାନ୍ତେ ତାହେଲେ ମୁଁ ଭଲ କରିଦେଇଥାନ୍ତି। ଏଥର ଆସୁଛି ରେ ମା। ମଉସା ମୁଖ ନାସ୍ତି ବାଣୀ ଶୁଣି ଚଢ଼ ରମଣୀ ନୟନ ଝରାଏ ପାଣି ଲୋଟେ ଧରଣୀ।
କୁହାଏ ବୈଦ୍ୟର ନାଥ କିପରି ବଞ୍ଚିବେ କାନ୍ତ ବତା କଣ ହେଲା ଝିଅ? ମୋ ସ୍ୱାମୀ କିପରି ବଞ୍ଚିବେ ତାର କିଛି ଉପାୟ କର ମଉସା। କଣ ହେଲା? ପୁଣି ଜୀବଦାନ ପାଇବ? ମଉସା ବୁଝିଲୁ ମା, ଯାହା ଉପାୟ ମୋ ପାଖରେ ଥିଲା ସବୁ ମୁଁ ଶେଷ କରି ସାରିଛି ରେ ମା। ଏଥିପାଇଁ ଉପାୟ କୁହନ୍ତୁ ମଉସା। ଏଥିପାଇଁ ଉପାୟ କୁହନ୍ତୁ ମଉସା। ପାଇଁ ଉପାୟ ଅଛି ରେ ମା। କୁହନ୍ତୁ ମଉସା। ଏଥିପାଇଁ ଉପାୟ ଏକମାତ୍ର ଅଛି। କୁହନ୍ତୁ ମଉସା। এই পার্বতী বନରେ দেবদেব মহাদেব বাবা সেই নীলকণ্ঠেশ্বর অଛନ୍ତି। যদি তু মাଳି মহাপাত্র ডকাই ক্ষীর অভিষেক କରିପାରିବୁ তাহলে তোর স্বামী নিশ্চিত বଞ୍ଚିব। ନିଶ୍ଚୟ କରାଇ ପାରିବେ ମଉସା। সেবক ডকাই হরাল অভিষেক বেগে কর তেবে বঞ্চিব তো স্বামী যাଉଛି ঘর। ବୁଝିଲୁ ମା, ମଉସା ମାଳି ମହାପାତ୍ର ଆସିଲେ ଟିକେ ଖର୍ଚ୍ଚ ଲାଗିବ। ମଉସା ଏ ବନସ୍ଥ ମଧ୍ୟରୁ କେଉଁଠି କଣ ଆଣିବି ଯେ ଆପଣଙ୍କୁ ଦେବି ମଉସା। ଆଲେ ମା ତୁ ସେଥିପାଇଁ ଚିନ୍ତା କରୁନୁ। ଏଇ ବନସ୍ଥ ମଧ୍ୟରୁ ଏଇ ଗଛର ଫଳ, ଏଇ ଗଛର ଫୁଲ, ଏଇ ଗଛର ପତ୍ର ତୁ ସଂଗ୍ରହ କରିକି ରଖିଲୁ ମା। ମୁଁ ଏଇ ମାଳି ମହାପାତ୍ରଙ୍କୁ ଡକାଇ ଦେଉଛି। କିନ୍ତୁ ମୁଁ ଏତେ ପଥ ପରିଶ୍ରମ କରି ଆସିଥିଲି, ଯଦି ମତେ କିଛି ପାଉଣାଟା ଦେଇଥାନ୍ତୁ ଟିକେ ଭଲ ହେଇଥାନ୍ତା ଲୋ ମା। କେଉଁଠୁ ଆଣିବି ମଉସା? କିଛି ଦିନ ଯାଉ ମୁଁ ପକ୍ଷୀ ବିକ୍ରି କରି ଆପଣଙ୍କୁ ଫେରାଇ ଦେବି ଓ ମଉସା। ହଉ 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 ହେଲା ହେଲା ହେଲା। ବୁଝିଲୁ ମା, ପକ୍ଷୀ ବିକି ଗାଁକୁ ଗଲାବେଳେ ମୋ ପାଇଁ ଗୋଟେ କାଉଟିଏ ଆଣିଥାନ୍ତୁ। ଠିକ ଅଛି ମଉସା। ମୋ ନାତି ସକାଳୁ ଉଠୁ ନେଇ ତ, ଏ କାଉଟି ସକାଳୁ ବୋବେଇଲେ ନାତିଠୁ ଉଠି ପଡିବ ଆଉ। ତୁ ଜମା ଚିନ୍ତା କରିନ ମା, ମୁଁ ଏଇ ମାଳି ମହାପାତ୍ରଙ୍କୁ ଡକାଇ ଦଉଛି। ଟିକେ ଶୀଘ୍ର ପଠେଇ ଦେବେ ମଉସା।